ନିହାତି ଭାବେ ଦବୁ ଏବଂ ବିଷୟବସ୍ତୁ ଗୁଡାକ ମନ ଭିତରେ ଉଙ୍କି ମାରି ଉଠେ ଯେ ଦର୍ଶକଙ୍କ ପାଖରେ, ମୋର ଭାଇ ଭଉଣୀ ମାନଙ୍କ ପାଖରେ, ଗୁରୁଜନଙ୍କ ମାନଙ୍କ ପାଖରେ, ଗୋଟେ ଫ୍ୟାମିଲି ମାନଙ୍କୁ ନେଇକି, ନିଜ ପୁଅ ହଉ ଝିଅ ହଉ ଭାଇ ଭଉଣୀ ବାପ ମା ସମସ୍ତଙ୍କୁ ନେଇ କିପରି ଆମେ ଗୋଟେ ଭିଡିଓଟେ ଦେଖିପାରିବା, ସେଇଭଳି ଭିଡିଓ ନିହାତି ଭାବେ ଆମେ ଆପଣମାନଙ୍କୁ ଭେଟିଦେବୁ। ଏଥିପ୍ରତି ସନ୍ଦେହ କିଛି ବି ନାହିଁ ଏବଂ ଆପଣମାନେ ଆମ ମାନଙ୍କୁ ନିହାତି ଭାବେ ଭଲ ପାଇବା ଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଲେଖନ୍ତୁ ଆପଣ କୋଉ ଏରିଆରୁ ଦେଖୁଛନ୍ତି, ଆମେ ଜାଣିପାରିବୁ ଯେ ଏଇ ଏରିଆ ଭାଇ ଭଉଣୀ ମାନେ, ଗୁରୁଜନ ମାନେ ଆମ ଭିଡିଓକୁ ଦେଖି ପାରୁଛନ୍ତି। ଆମେ ଅତ୍ୟନ୍ତ ଖୁସି ହେବୁ ଏବଂ ଆମକୁ କାମ କରିବା ପାଇଁ ଆହୁରି ଇଣ୍ଟରେଷ୍ଟ ଲାଗିବ। ଆମ ପିଲାମାନେ ଯାହାବି ଅଭିନୟ କରୁଛନ୍ତି, ପିଲାମାନେ ମଧ୍ୟ ଆହୁରି ଖୁସି ହେବେ ଏବଂ ଇମ୍ପ୍ରେସ ହେବେ ଏବଂ ଇଣ୍ଟରେଷ୍ଟ ମଧ୍ୟ ରହିବେ ଯେ ଯାହା ହଉ ଆମେ ଏଇ ପ୍ଲାଟଫର୍ମରେ କାମ କରୁଛୁ, ଆମକୁ ଖୁସି ଲାଗୁଛି, ୟୁଟ୍ୟୁବ ପାଇଁ ଆମେ କାମ କଲୁ ଏବଂ କିଛି ଲୋକମାନଙ୍କ ପାଖରେ ଆମେ ପହଞ୍ଚି ପାରିଲୁ, କିଛି ଲୋକ ଆମକୁ ଜାଣି ପାରିଲେ, ଚିହ୍ନି ପାରିଲେ ଏଇ ଭିଡିଓ ମାଧ୍ୟମରେ। ତେଣୁକରି ଗୋଟେ କଳାକାରର ନିଜର ମନ ଭିତରେ ଯୋଉଟା ଉଙ୍କି ମାରୁଥାଏ ସେଇଟା ଆମେ ମାନେ ଜାଣିପାରୁନା, ସେଇଟା ଗୋଟେ କଳାକାର ହିଁ ମନ ଭିତରେ ଗୋଟେ ଆଶା ରଖିଥାଏ ଯେ ମତେ କେମିତି ଲୋକମାନେ ଚିହ୍ନିବେ, ମୁଁ କେମିତି ଲୋକମାନଙ୍କ ପାଖରେ ପହଞ୍ଚି ପାରିବି, ଲୋକମାନେ ମତେ କିପରି ଭଲ ପାଇବା ଦେବେ, ତାଙ୍କ ହୃଦୟରେ ମୁଁ କେମିତି ପହଞ୍ଚିବି। ତେଣୁକରି ଏଇ ସବୁ ଚିନ୍ତା ଗୁଡାକ ଆଉ କଳ୍ପନା ଗୁଡାକ ଜାଗୃତ ହୋଇ ଉଠେ ଗୋଟେ କଳାକାରର ମନ ଭିତରେ, ଗୋଟେ ୟୁଟ୍ୟୁବର ମନ ଭିତରେ। ତେଣୁକରି ଗୋଟେ ୟୁଟ୍ୟୁବରଟେ, ଗୋଟେ କଳାକାରଟେ, ଗୋଟେ ସାଧାରଣ ମଣିଷଟିଏ ସଦାବେଳେ ଆଶା ରଖିଥାଏ ଯେ ମୁଁ କିପରି ଗୋଟେ ଲୋକପ୍ରିୟତା ହାସଲ କରିବି ଏବଂ ସମସ୍ତଙ୍କୁ ଭଲ ଭିଡିଓଟେ କେମିତି ମୁଁ ଦେଇପାରିବି, ଏଇ ସବୁ ଜିନିଷ ମନ ଭିତରେ ଉଙ୍କି ମାରି ଉଠେ। ଆଉ ଗୋଟେ କଥା ଆମେ କହି ରଖିବୁ, ବର୍ତ୍ତମାନ ତ ପାଗ ଭଲ ନାହିଁ, ସୁଟିଂ ବର୍ତ୍ତମାନ ବନ୍ଦ ଅଛି, ପିଲା ଠିକ ସେ ସମସ୍ତଙ୍କ ଦେହ ଟିକେ ଖରାପ ଅଛି, କାର ଦେହ କିଛି କିଛି ଭଲ ହେଇଛି, କାର କିଏ ମେଡିସିନ ଖାଉଛି, ଏଇ ଟାଇପ ର ସବୁ ଜିନିଷ। ତେଣୁକରି ସୁଟିଂ କରି ହେଉନାହିଁ, ସୁଟିଂ ବନ୍ଦ ଅଛି ଏବଂ ସେଇଥିପାଇଁ ଆପଣମାନଙ୍କ ପାଖକୁ ଲାଇଭରେ ମୁଁ ଆସିବାକୁ ବାଧ୍ୟ ହେଲି। ଲାଇଭ ଆପଣ ମଧ୍ୟ ଦେଖିପାରିବେ, ମୁଁ ବର୍ତ୍ତମାନ ଛତା ଧରିଛି, ଛତା ଧରିକି ମଧ୍ୟ ଦେଖିପାରିବେ ମୁଁ ଛତା ଧରିଛି ଏବଂ ଶ୍ରାବଣ ମାସ ବୋଲି ଦାଢି ନିଶ ପ୍ରାୟତଃ ମୋର ହେଇଯାଇଛି ଏବଂ ସୁଟିଂ ଯେହେତୁ ବନ୍ଦ ଅଛି, ମୁଁ ଆପଣମାନଙ୍କ ସମ୍ମୁଖକୁ ସୁଟିଂ ଯେହେତୁ ବନ୍ଦ ଅଛି, ମୁଁ ଆପଣମାନଙ୍କ ସମ୍ମୁଖକୁ ଏହିପରି ଆସିବାକୁ ବାଧ୍ୟ ହେଲି। ଆଉ ଆପଣମାନେ ତ ଦେଖୁଛନ୍ତି ମୁଁ ଛତା ଟିକେ ଧରିଛି, ବର୍ଷା ହଉଛି ଏବଂ ସୁଟିଂ କରିବା ନିହାତି ସାରା ଉତ୍କଳର ଏବଂ ଯୋଉଠି ବି କୋଣ ଅନୁକୋଣରେ ଲୋକେ ଦେଖୁଛନ୍ତି, ଭାଇ ଭଉଣୀ ମାନେ ଦେଖୁଛନ୍ତି, ମୁଁ ସମସ୍ତଙ୍କୁ ଗୋଟିଏ ଅନୁରୋଧ କରିବି ଯେ ଆପଣ ମାନେ କେମିତି ଆମ ଚ୍ୟାନେଲକୁ ଭଲ ପାଇବା ଦିଅନ୍ତୁ ଏବଂ ଅତି ସୁନ୍ଦର ସୁନ୍ଦର ଭିଡିଓ ଅଛି, ଆପଣ ମାନେ ଦେଖନ୍ତୁ। ଆମେ ନିହାତି ଭାବେ ଆରେଞ୍ଜମେଣ୍ଟ କରିବୁ ଏବଂ ଭିଡିଓକୁ ଆଉ ଥରେ ଆରମ୍ଭ କରିବୁ, ସୁଟିଂ ଯୋଉ ଲାଗି ରହିବ। ଆପଣ ମାନଙ୍କୁ ବହୁତ କିଛି ଜିନିଷ କହିବାକୁ ଲାଇଭରେ ଇଚ୍ଛା ହୁଏ, କିନ୍ତୁ ସମୟର ଅଭାବ ଥାଏ। ଆପଣ ତ ଦେଖୁଛନ୍ତି ଛତାଟିଏ ଧରିଛି ଏବଂ ଶ୍ରାବଣ ମାସ ବୋଲି ଦାଢି ନିଶ ରହିଯାଇଛି, ମାନସିକ ଯେହେତୁ ଆମେ ଶ୍ରାବଣ ମାସରେ ଯାଚଙ୍ଗିଆ କରି ନଦୀରୁ ପାଣି ଉଠେଇ ଏବଂ କାନ୍ଧରେ କାଉଡି ଭାରକୁ ଧରି ଆମେ ନିହାତି ଭାବେ ଜଳ ଲାଗି କରିବା ପାଇଁ
ଦେବଦେବ ମହାଦେବଙ୍କ ପାଖକୁ, ମହାକାଳ ଶିବଙ୍କ ପାଖକୁ ଅ ଯାଇଥିଲୁ ଏବଂ ସେଇ ଯେହେତୁ ମାନସିକ ପ୍ରଭୁ ପୂରଣ କରିଛନ୍ତି ତାଙ୍କ ପାଖକୁ ସାରା ବର୍ଷ ଆମେ ଯାଉଥିଲୁ। ତେଣୁକରି ସେଇ ମାନସିକ ସେଇ ଇଚ୍ଛା ସେଇ ଅଭିଳାଷ ଟା ମନ ଭିତରେ ସବୁବେଳେ ଶ୍ରାବଣ ମାସରେ ମନ ଭିତରେ ଥାଏ। ଏବଂ ଇଚ୍ଛା ହୁଏ ଯେ ପ୍ରତି ଶ୍ରାବଣ ମାସରେ ଆମେ କିପରି ଗୋଟେ ଇଏରେ ରହିବୁ ମାନସିକରେ ରହିବୁ। ସାଧା ଖାଇବୁ, ପୋଡା ପୋଡି ଖାଇବୁ ନାହିଁ, ଆଇଁଷ ଖାଇବୁ ନାହିଁ, ପିଆଜ ରସୁଣ ଖାଇବୁ ନାହିଁ। ଗୋଟେ ଯେମିତି ଗୋଟେ ସନ୍ୟାସୀ ଜୀବନ ଯାପନ ଏଇ ଶ୍ରାବଣ ମାସ ଟା ଆମେ କରିବୁ। ଯେହେତୁ ପ୍ରଭୁଙ୍କ ପାଖକୁ ଆମେ ଯାଉଥିଲୁ ଏବଂ ସେ ମାନସିକ ପୂରଣ ହେଇଛି, ପ୍ରଭୁ ମାନସିକ ପୂରଣ କରିଛନ୍ତି। ଯେହେତୁ ଯାଇପାରୁନାହୁଁ ତେଣୁକରି ଆମେ ନଗଲେ ମଧ୍ୟ ଆମେ ଏଇ ସବୁ ଜିନିଷ ଟାକୁ ନିହାତି ଭାବେ ମେଣ୍ଟେନ କରୁଛୁ। ନିହାତି ଭାବେ ମେଣ୍ଟେନ କରିବା ଦରକାର ସେଟା ଈଶ୍ୱରଙ୍କ ବିନା ବଞ୍ଚିବା ଭାରି କଷ୍ଟ। ତେଣୁକରି ସହରର ଚାକଚକ୍ୟ ଆଖିକୁ ଦିଶେ ସୁନ୍ଦର। ସହରର ଚାକଚକ୍ୟ ଆଖିକୁ ସୁନ୍ଦର ଦିଶେ କିନ୍ତୁ ସହରରେ ଅତ୍ୟନ୍ତ ମାରାତ୍ମକ ରୋଗ, ବିଶୃଙ୍ଖଳିତ ପରିବେଶ, ସମାଜ ଏତେ ଏତେ ଯୋଉ ଯାହାକୁ କହନ୍ତି ଯେ ଅତି ଦୁଷ୍କର ପରିସ୍ଥିତି ବର୍ତ୍ତମାନ ସହରର ଚାକଚକ୍ୟ ଭିତରେ ଦେଖିବାକୁ ମିଳୁଛି। ଆପଣ ଦେଖିଥିବେ ଯେ ରୋଡ ଉପରେ ସବୁ ଡ୍ରେନ ଯାଇଥିବ, ବଡ ବଡ କୋଠା ଆପାର୍ଟମେଣ୍ଟ ହେଇଥିବ। ତାର ମଇଳା ମଇଳି ପାଣି ସବୁ ଆସିକି ସେଇ ଡ୍ରେନ ସହିତ କନେକ୍ସନ ରହିଥିବ। ଆଉ ଯେତେବେଳେ ରାସ୍ତାରେ ଲୋକମାନେ ଯା ଆସ କରନ୍ତି ସେଇ ସମୟରେ କଣ ହୁଏ ନା ଯେତେବେଳେ ରାସ୍ତା
ବା ଛୋଟ ବଡ଼ ପିଲାମାନେ ଯାହାବି ଗୁରୁଜନ ମାନେ ଯାହାବି ଦେଖୁଛନ୍ତି ସମସ୍ତେ ଟିକେ ଆମକୁ ଟିକେ ସପୋର୍ଟ କରନ୍ତୁ। ନିହାତି ଭାବେ ସବସ୍କ୍ରାଇବ ଟିଏ ଏବଂ ଲାଇକ୍ ଟିଏ କରନ୍ତୁ। ଏବଂ ଆପଣଙ୍କୁ ତ ସବୁବେଳେ କହି ଆସୁଛି ଯେ ଆପଣ ଯଦି କୋଉ ଟାଇପ ର ଭିଡିଓ ଚାହୁଁଛନ୍ତି ଆମକୁ ଯଦି ଆପଣ ଯୋଉ କମେଣ୍ଟ ମାଧ୍ୟମରେ କହିପାରିବେ ଆମେ ମଧ୍ୟ ଆପଣ ମାନଙ୍କୁ ନିହାତି ଭାବେ ତାକୁ ଭେଟି ଦେବୁ। ସବୁ ତ ମନ ଭିତରେ ଅଛି କିନ୍ତୁ ସମୟର ଅଭାବ ଅଛି। ସେଇ ସମ ସୀମା ଭିତରେ ଆମେ ଆପଣ ମାନଙ୍କୁ ଯାହାବି କହିଛୁ ଏଇଟା ଆପଣ ମାନେ ନିହାତି ଭାବେ ତାକୁ ଅନୁମାନ କରନ୍ତୁ ଏବଂ ଚିନ୍ତନ କରନ୍ତୁ। ଏଇଟା ଗୋଟେ ଏଣ୍ଟରଟେନମେଣ୍ଟ ଚ୍ୟାନେଲ। ଆପଣ ମାନଙ୍କୁ ନିହାତି କିଛି ସମୟର ଦୁଃଖରୁ ଇଏ ନିହାତି ଭାବେ ଦୂର କରିବ। ଆଉ ଏଇଠି ଗୋଟେ କଥା କହିବି ଯେ ଯେହେତୁ ଅ ଯେହେତୁ ଆପଣ ମାନଙ୍କର କିଛି ସମୟର ଦୁଃଖ ଇଏ ଭିଡିଓ ମାଧ୍ୟମରେ ଦୂର କରୁଛୁ ଏଣ୍ଟରଟେନମେଣ୍ଟ କରୁଛୁ। ଆପଣ ମାନେ କିଛି ସମୟର ଦୁଃଖ ଦୂର କରୁଛନ୍ତି ଏବଂ କିଛି ବ୍ୟସ୍ତ ବିବ୍ରତ ହୋଇକି ଆସିଛନ୍ତି କୌଣସି କାମରୁ ଆସିଛନ୍ତି ଦିନ ଯାକ ଭାରି ଟାୟାର୍ଡ ଅଛନ୍ତି ଏବଂ ଆସିକି ଖାଇ ପିଇ ଗଲେ ମୋବାଇଲ ଟି ଟିକେ ୟୁଟ୍ୟୁବ ଟିକେ ଲଗେଇ ଦେଖିଲେ ଆପଣଙ୍କ ଆତ୍ମାକୁ ଟିକେ ଶାନ୍ତି ଲାଗୁଛି। ଏହା ହଉଛି ସତ୍ୟ। ଆଉ ଆପଣ ମାନେ ମଧ୍ୟ ଟାଲି କରିପାରୁଥିବେ ଏହା କେତେ ଦୂର ସତ୍ୟ। ଆଉ ଆ ପରେ ପରେ ଆମର ତ ସୁଟିଂ ଲାଗି ଟିକେ ଝିପି ଝିପି ହଉଛି ପିଲାଙ୍କ ଦେହ ଟିକେ ଭଲ ନାହିଁ ଆପଣ ତ ବାରମ୍ବାର ମଧ୍ୟ କହିଛି ଭଲ ଭଲ ଭିଡିଓ ଆମେ ଆପଣ ମାନଙ୍କୁ ଭେଟି ନିହାତି ଭାବେ ଦବୁ। ଆଉ ଆପଣ ମାନେ ଭିଡିଓଟି ଦେଖନ୍ତୁ। ଆମକୁ ଟିକେ ଭଲ ପାଇବା ନିହାତି ଭାବେ ଦିଅନ୍ତୁ ସବୁ ସାଙ୍ଗସାଥି ମାନଙ୍କୁ ଗୋଟେ କଥା ସବୁବେଳେ କହିଛି ଯେ ଗାଁ ର ପରିବେଶ ଇଏ ହଉଛି ଆମ ଗାଁ ଆଜ୍ଞା। ଇଏ ଆମ ଗାଁ ର ଷ୍ଟେସନ। ଆଉ ଆଜି ସମୟ ବାହାର କରିଛି ଆପଣ ମାନେ ତ ଦେଖୁଛନ୍ତି ରାସ୍ତାଘାଟ କିପରି ପାଣି ଅଛି। ଆଉ ମୁଁ ଛତାଟିଏ ମଧ୍ୟ ଧରିଛି। ଆଉ ଛତାଟିଏ ଧରି ଆପଣ ମାନଙ୍କୁ ସବୁ ଆପଣ ତ ଦେଖୁଛନ୍ତି ଛତା ଟି ଏଠି ହଉ ସିଏ ଯାହା ବି ହଉ ଆଉ ଆପଣ ମାନେ ଆମକୁ ଟିକେ ଭଲ ପାଇବା ଆଜ୍ଞା ଦିଅନ୍ତୁ କାହିଁ କହୁଛି ନା ଆମେ ନିହାତି ଭାବେ ଆପଣ ମାନଙ୍କ ପାଖେ ପହଞ୍ଚିବାକୁ ବ୍ୟତିବ୍ୟସ୍ତ ଏବଂ ବ୍ୟାକୁଳ ଅଛୁ। ଯେ ଆପଣ ମାନଙ୍କର ମତାମତ କଣ ଆସୁଛି ଆମ ଭିଡିଓ ଆପଣଙ୍କୁ କେତେ କଣ ଶିଖଉଛି ଆମର ନୂଆ ରଙ୍ଗ ଓଡିଆରେ ଗୋଟେ ଭିଡିଓ ଆମେ ରଖିଛୁ ଖରା ହେଲା କାଳ ବାପା ଭିଡିଓ ଫାମିଲି ଷ୍ଟୋରି ଯୋଉଟା ମୁଁ ଆପଣ ମାନଙ୍କୁ କହିବି ତାପରେ ଅନାଥ ତାପରେ ବଢିଆ ବଢିଆ ଭିଡିଓ ଅଛି ଆମର ସେଟା ହଉଛି କଣ ନା କି ଖରାଲୋ ମା ଏମିତି ଅତି ସୁନ୍ଦର ସୁନ୍ଦର ଭିଡିଓ ଅଛି ବହୁତ ଗୁଡାଏ ତ ଭିଡିଓ ଅଛି ତାପରେ ହୋଲି ଉପରେ ଭିଡିଓ ଆମେ କରିଛୁ ଅତି ସୁନ୍ଦର ସୁନ୍ଦର ଭିଡିଓ ଆମେ ଆପଣ ମାନଙ୍କ ପାଖକୁ ଆଣିଛୁ। ସମସ୍ତଙ୍କୁ ଭିଡିଓଟି ବର୍ତ୍ତମାନ ଶେଷ କରିବା ପୂର୍ବରୁ ଆପଣ ମାନଙ୍କୁ ପୁଣି ଥରେ କହିବି ଆଜ୍ଞା ମାନେ ଆପଣ ମାନେ ତ ସବୁବେଳେ ବର୍ତ୍ତମାନ ଏଇଭଳିଆ ପରିସ୍ଥିତିରେ ମୁଁ ଆପଣ ମାନଙ୍କ ପାଖରେ ଭିଡିଓଟି କରୁଛି ଲାଇଭ ଭିଡିଓ ବହୁତ ଇଚ୍ଛା ମନ ଭିତରେ ଉଙ୍କି ମାରିଥାଏ ଯେ କେବେ ଏମିତି ଗୋଟେ ସମୟ ଆସିବ ଲୋକମାନଙ୍କ ପାଖରେ ଟିକେ ପହଞ୍ଚିବା ସାଙ୍ଗସାଥି ମାନଙ୍କୁ ଟିକେ ଏଣ୍ଟରଟେନମେଣ୍ଟ କରିବା ଅତି ସୁନ୍ଦର ଏ ସମୟ ଗୁଡାକ ଆଉ ଆଜିର ଲାଇଭ ଭିଡିଓଟି ମୁଁ ଏତିକିରେ ରଖିବାକୁ